ନମସ୍କାର, ମୁଁ ସୁଦେଶନା। ମୁଁ ଆସିଛି ଆଜିର କିଛି ଗୁରୁତ୍ୱପୂର୍ଣ୍ଣ ଖବରକୁ ନେଇ। ମିଶନ ଶକ୍ତି ପୁନର୍ଗଠନ ନିଶ୍ଚିତ ହେବ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମିଶନ ଶକ୍ତି ପୁନର୍ଗଠନ ନିଶ୍ଚିତ ହେବ। କିଛି ସମୟ ବିଳମ୍ବ ହୋଇପାରେ, କିନ୍ତୁ ଗାଁରେ ମହିଳାମାନେ ମନ ମନାଇ ଦିଅନ୍ତୁ ଯେ ଏସ୍ଏଚ୍ଜି ପୁନର୍ଗଠନ ସୁନିଶ୍ଚିତ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବର୍ତ୍ତମାନ ସୁଦ୍ଧା 15 ଲକ୍ଷ ମହିଳା ଲକ୍ଷପତି ହୋଇସାରିଲେଣି। ଦୁର୍ଘଟଣାରେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ମାମଲା 10 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। କଟକରେ ଦୁର୍ଘଟଣାରେ 2 ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ସେ ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ପେହେଲଗାମ ଆଟାକ୍, ପୋଲିସ ପୋଷାକରେ ଆତଙ୍କବାଦୀ ନାଁ ପଚାରି ମାରିଲେ ଗୁଳି। ମଙ୍ଗଳବାର ଜାମ୍ମୁ ଏବଂ କାଶ୍ମୀରର ପେହେଲଗାମର ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି। ସୂଚନା ଅନୁସାରେ 2ରୁ 3 ଜଣ ଆକ୍ରମଣକାରୀ ପୋଲିସ ପୋଷାକ ପିନ୍ଧିଥିଲେ ଏବଂ ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଟିଆର୍ଏଫ୍ର ହାତ ଥିବା ନେଇ ସନ୍ଦେହ କରାଯାଉଛି। ବଡ଼ ଘୋଷଣା କଲେ ସରକାର, କାଲିଠୁ ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ। ଗ୍ରୀଷ୍ମ ପ୍ରବାହ ପାଇଁ ବନ୍ଦ ଘୋଷଣା କଲେ ସରକାର, କାଲିଠୁ ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ। ସୂଚନା ଥାଉକି ଆଜି ଝାରସୁଗୁଡ଼ାରେ ରେକର୍ଡ ତାତି ହୋଇଛି। ଆଜି ଝାରସୁଗୁଡ଼ାରେ 46.2 ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି। ଏହାକୁ ନଜରରେ ରଖି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଖାଇକୁ ଖସିଲା ଭ୍ୟାନ୍, 16 ମୃତ 30 ଆହତ। ଦକ୍ଷିଣ ପାକିସ୍ତାନରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଦ୍ରୁତଗାମୀ ଭ୍ୟାନ୍ ଖାଇକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ମହିଳା ଏବଂ ଶିଶୁଙ୍କ ସମେତ ଅତି କମରେ 16 ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ 30 ଜଣ ଆହତ ହୋଇଥିବା ଜଣାପଡ଼ିଛି। ଗତକାଲି ସୋମବାର ସିନ୍ଧ ପ୍ରଦେଶରେ ଜାମ୍ମୁ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିଲା। 10 ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲା ତାତି, 46 ଛୁଇଁଲା ଝାରସୁଗୁଡ଼ାର ତାପମାତ୍ରା। ଝାରସୁଗୁଡ଼ାରେ ପାରଦ ଉପରମୁହାଁ। ଆଜି ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା ସହର। ଆଜି ଝାରସୁଗୁଡ଼ାରେ 46.2 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ତାତି 46 ଡିଗ୍ରୀ ପାର କରିଛି। ଏପ୍ରିଲ ମାସରେ ଝାରସୁଗୁଡ଼ା ତାତି 10 ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି। 2010 ଏପ୍ରିଲ 20ରେ ଝାରସୁଗୁଡ଼ା ତାତି 46.1 ଡିଗ୍ରୀ ରହିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣ, ଆମେରିକା ରାଷ୍ଟ୍ରପତି କହିଲେ ଆମେ ଭାରତ ସହ ଅଛୁ। ଜାମ୍ମୁ କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏ ପର୍ଯ୍ୟନ୍ତ 26 ଜଣଙ୍କର ମୃତ୍ୟୁ ହୋଇଛି। ଜାମ୍ମୁ କାଶ୍ମୀର ଆକ୍ରମଣ ପରେ ଦିଲ୍ଲୀ ମୁମ୍ବାଇରେ ହାଇ ଆଲର୍ଟ ଜାରି କରାଯାଇଛି। ସାରା ବିଶ୍ୱ ଏହି ଘଟଣାରେ ନିନ୍ଦା କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଆମେ ଭାରତ ସହିତ ଅଛୁ।